ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଆଜିର এই ପବିତ୍ର କଥା ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ପୁତ୍ରଦା ଏକାଦଶୀ ଅଥବା ରବିନାରାୟଣ ଏକାଦଶୀ ଶ୍ରାବଣ ମାସର ଶୁକ୍ଳପକ୍ଷ ଏକାଦଶୀକୁ ପୁତ୍ରଦା ଏକାଦଶୀ କୁହାଯାଏ। ହିନ୍ଦୁ ଧର୍ମରେ ଏହି ଏକାଦଶୀର ବିଶେଷ ମହତ୍ଵ ରହିଛି। ଧାର୍ମିକ ମାନ୍ୟତା ଅନୁସାରେ ପୁତ୍ରଦା ଏକାଦଶୀ ବ୍ରତ ସନ୍ତାନ ସୁଖ, ସନ୍ତାନର ଦୀର୍ଘାୟୁ ଏବଂ ପରିବାରର ସୁଖ ସମୃଦ୍ଧି ପାଇଁ ଅତ୍ୟନ୍ତ ଫଳଦାୟୀ ହୋଇଥାଏ। ଏହି ଦିନ ଭଗବାନ ଶ୍ରୀବିଷ୍ଣୁ ଏବଂ ମାତା ମହାଲକ୍ଷ୍ମୀଙ୍କ ପୂଜା କରିବାର ମଧ୍ୟ ବିଧାନ ରହିଛି। ଚଳିତ ପୁତ୍ରଦା ଏକାଦଶୀ ଶୁକ୍ଳ ପକ୍ଷ ରବିବାର ଦିନ ପଡୁଥିବାରୁ ଏହାକୁ ରବିନାରାୟଣ ଏକାଦଶୀ ମଧ୍ୟ କୁହାଯାଏ। ପଞ୍ଚାଙ୍ଗ ଅନୁସାରେ ଏଥର ପୁତ୍ରଦା ଏକାଦଶୀ ବ୍ରତ 23 ତାରିଖ ଅଗଷ୍ଟ ମାସ 2026ରେ ପାଳନ କରାଯିବ। ଏକାଦଶୀ ତିଥି 23 ଅଗଷ୍ଟ ରାତି ପ୍ରାୟ 2ଟାରୁ ଆରମ୍ଭ ହୋଇ 24 ଅଗଷ୍ଟ ସକାଳ 4:18ରେ ସମାପ୍ତି ହେବ। ଉଦୟ ତିଥି ଅନୁସାରେ 23 ଅଗଷ୍ଟରେ ହିଁ ଏକାଦଶୀ ବ୍ରତ ରଖାଯିବ। ବ୍ରତର ପାରଣ 24 ଅଗଷ୍ଟ 2026ରେ। ପୁତ୍ରଦା ଏକାଦଶୀର ମହତ୍ଵ ଜ୍ୟୋତିଷ ମାନଙ୍କ ମତ ଅନୁସାରେ ପୁତ୍ରଦା ଏକାଦଶୀକୁ ସନ୍ତାନ ପ୍ରାପ୍ତି ଏବଂ ସନ୍ତାନର ସୁଖ ସମୃଦ୍ଧି ସହିତ ଯୋଡି ଦେଖାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ଦମ୍ପତି ସନ୍ତାନ ପ୍ରାପ୍ତିର ଇଚ୍ଛା ରଖନ୍ତି ସେମାନେ ଏହି ଦିନ ଶ୍ରଦ୍ଧାର ସହିତ ବ୍ରତ ପାଳନ କରି ଭଗବାନ ଶ୍ରୀବିଷ୍ଣୁ ଏବଂ ମାତା ମହାଲକ୍ଷ୍ମୀଙ୍କ ପୂଜା କରି ସନ୍ତାନ ସୁଖର କାମନା କରିପାରନ୍ତି। ସେହିପରି ଯେଉଁମାନଙ୍କର ସନ୍ତାନ ଅଛନ୍ତି ସେମାନେ ମଧ୍ୟ ସନ୍ତାନର ଦୀର୍ଘାୟୁ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଉଜ୍ଜଳ ଭବିଷ୍ୟତ ଦ୍ୱାରା ଏହି ବ୍ରତକୁ ରଖିପାରିବେ। ମାନ୍ୟତା ରହିଛି ଯେ ଏହି ବ୍ରତ ଦ୍ୱାରା ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି, ପ୍ରଗତି ଇତ୍ୟାଦି ବୃଦ୍ଧି ପାଇଥାଏ। ହିନ୍ଦୁ ଧର୍ମରେ ସମସ୍ତ ଏକାଦଶୀ ତିଥିକୁ ଭଗବାନ ଶ୍ରୀବିଷ୍ଣୁଙ୍କର ଆରାଧନା ପାଇଁ ବିଶେଷ ମନେ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଏକାଦଶୀ ବ୍ରତ ପାଳନ କଲେ ଅତ୍ୟନ୍ତ ପୁଣ୍ୟ ପ୍ରାପ୍ତି ହୁଏ, ନକାରାତ୍ମକ କର୍ମରୁ ମୁକ୍ତି ପାଇବା ପାଇଁ ମାର୍ଗ ପ୍ରଶସ୍ତ ହୁଏ ଏବଂ ଶରୀର ସ୍ୱାସ୍ଥ୍ୟ ଠିକ ରହେ। ପୁତ୍ରଦା ଏକାଦଶୀର ପୂଜା ବିଧି। ପୁତ୍ରଦା ଏକାଦଶୀ ଦିନ ସକାଳୁ ଶୀଘ୍ର ଶଯ୍ୟା ତ୍ୟାଗ କରି ସ୍ନାନ କରନ୍ତୁ, ଧୁଆ ବସ୍ତ୍ର ପିନ୍ଧନ୍ତୁ, ଏହାପରେ ଘରର ପୂଜା ସ୍ଥାନକୁ ସଫା କରନ୍ତୁ। ଏକ ପିଢା ଉପରେ ହଳଦିଆ ବସ୍ତ୍ର ବିଛାଇ ଭଗବାନ ଶ୍ରୀବିଷ୍ଣୁ ଏବଂ ମାତା ମହାଲକ୍ଷ୍ମୀଙ୍କର ଫଟୋ କିମ୍ବା ପ୍ରତିମାକୁ ସ୍ଥାପନ କରନ୍ତୁ। ସର୍ବପ୍ରଥମେ ଭଗବାନ ବିଷ୍ଣୁ ଏବଂ ମାତା ମହାଲକ୍ଷ୍ମୀଙ୍କୁ ପ୍ରଣାମ କରି ବ୍ରତର ସଂକଳ୍ପ ନିଅନ୍ତୁ। ଏହାପରେ ଭଗବାନ ଶ୍ରୀବିଷ୍ଣୁଙ୍କୁ ଗଙ୍ଗା ଜଳରେ ସ୍ନାନ କରାନ୍ତୁ, ତାଙ୍କୁ ହଳଦିଆ ଫୁଲ, ଅକ୍ଷତ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ଅର୍ପଣ କରନ୍ତୁ। ଭଗବାନଙ୍କୁ ଋତୁ ଅନୁସାରେ ଫଳ ଭୋଗ ଲଗାଇ ବିଧି ବିଧାନ ଅନୁସାରେ ଆରତି ମଧ୍ୟ କରନ୍ତୁ। ପୂଜା ସମୟରେ ଭଗବାନ ଶ୍ରୀବିଷ୍ଣୁଙ୍କର ମନ୍ତ୍ର ଜପ କରିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ। ଆପଣମାନେ ଓମ୍ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରିପାରନ୍ତି। ଏହା ବ୍ୟତୀତ ନାରାୟଣଙ୍କ ବୀଜ ମନ୍ତ୍ର ଶାନ୍ତାକାରಂ ଭୁଜଗଶୟନಂ ପଦ୍ମନାଭಂ ସୁରୀଶಂ ବିଶ୍ୱାଧାରಂ ଗଗନ ସଦୃଶಂ ମେଘବର୍ଣ୍ଣଂ ଶୁଭଙ୍ଗಂ ଲକ୍ଷ୍ମୀକାନ୍ତಂ କମଳନୟନಂ ध्यानगम्यं वंदे श्री विष्णु भवभयहरं सर्वलोकैक्यनाथं। ध्यानवंत शंखचक्रं शरीरकुण्डलं सवितवस्त्रं सरिसिर्वेक्षणं सहारवक्षस्थौलकस्तुभश्रियं नमामि श्री विष्णुं शिरसा चतुर्भुजं। गायत्री मंत्र ओम नारायण विद्महे वासुदेवाय धीमहि तन्नो विष्णु प्रचोदयात्। पुष्पांजलि मंत्र ओम मंगलम भगवान विष्णु मंगलम गरुड़ध्वज मंगलम पुंडरीकाक्षं मंगलाय तन्नो श्री हरि। शुक्लांबरं धरं विष्णुवर्णं चतुर्भुजं प्रसन्नवदनं ध्यायेत् सर्वविघ्न उपशान्तये। निज सामर्थ्य अनुसारे गोटे माला 11 माला किंवा जेते संभव ଆପଣ ସେତେ ମନ୍ତ୍ରକୁ ଜପ ମଧ୍ୟ କରିପାରିବେ। ଏହି ଦିନ ମନ, ବଚନ ଏବଂ କର୍ମକୁ ପବିତ୍ର ରଖିବାକୁ ପ୍ରୟାସ କରନ୍ତୁ। କାହାରି ପ୍ରତି କଟୁ ବଚନ ପ୍ରୟୋଗ କରନ୍ତୁ ନାହିଁ। ଛଳ କପଟ ମିଥ୍ୟାରୁ ଦୂରେଇ ରୁହନ୍ତୁ। ଭଗବାନଙ୍କୁ ସଦାସର୍ବଦା ସ୍ମରଣ କରନ୍ତୁ। ବ୍ରତରେ କଣ ଖାଇବେ ଏବଂ କଣ ଖାଇବେ ନାହିଁ ଆସନ୍ତୁ ଜାଣିବା। ବ୍ରତ କେଉଁ ପ୍ରକାରରେ ପାଳନ କରିବେ ତାହା ବ୍ୟକ୍ତିର ନିଜ ସ୍ୱାସ୍ଥ୍ୟ ଏବଂ ସାମର୍ଥ୍ୟ ଉପରେ ନିର୍ଭର କରିଥାଏ। କେତେକ ଲୋକ ନିର୍ଜଳା ବ୍ରତ ରଖନ୍ତି, ଆଉ କେତେକ ଫଳାହାର କରନ୍ତି କିମ୍ବା କ୍ଷୀର ସେବନ କରି ବ୍ରତ ପାଳନ କରନ୍ତି। ତେଣୁ ନିଜର ଶାରୀରିକ କ୍ଷମତା ଅନୁସାରେ ହିଁ ବ୍ରତ ରଖିବା ଉଚିତ ଅଟେ। ଧାର୍ମିକ ମାନ୍ୟତା ଅନୁସାରେ ବ୍ରତର ମହତ୍ଵ କେବଳ ଖାଦ୍ୟ ତ୍ୟାଗ ସହିତ ନୁହେଁ, ବରଂ ସ୍ନେହ, ଶ୍ରଦ୍ଧା, ଭକ୍ତିର ଭାବନା ସହିତ ମଧ୍ୟ ଏହା ଜଡିତ ଅଟେ। ତେଣୁ ନିଜ ସାମର୍ଥ୍ୟ ଅନୁସାରେ ବ୍ରତ ରଖି ଭଗବାନ ଶ୍ରୀବିଷ୍ଣୁଙ୍କୁ ସ୍ମରଣ କରନ୍ତୁ। ଏକାଦଶୀ ଦିନ ଆଦୌ ଚାଉଳ ଖାଇବା ନାହିଁ ବୋଲି ଧାର୍ମିକ ପରମ୍ପରା ରହିଛି। ଏହା ବ୍ୟତୀତ ଆମିଷ ଖାଦ୍ୟରୁ ମଧ୍ୟ ଦୂରେଇ ରହିବା ଉଚିତ। ଏହି ଦିନ ଭଗବାନ ଶ୍ରୀବିଷ୍ଣୁଙ୍କର ନାମ ଜପ, ଭଜନ କୀର୍ତ୍ତନ, ଧାର୍ମିକ କାର୍ଯ୍ୟରେ ସମୟ ବିତେଇବା ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ। ପୁତ୍ରଦା ଏକାଦଶୀ ଦିନ ନିଜ ସାମର୍ଥ୍ୟ ଅନୁସାରେ ଆବଶ୍ୟକତା ଲୋକଙ୍କୁ ଦାନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ମନେ କରାଯାଏ। ଆପଣ ଚାଉଳ, ଡାଲି, ଅଟା, ଘିଅ, ଗୁଡ, ଲୁଣ, ଫଳ, ପନିପରିବା ଭଳି ଖାଦ୍ୟ ସାମଗ୍ରୀ ମଧ୍ୟ ଦାନ କରିପାରନ୍ତି। ଏହା ବ୍ୟତୀତ ଆବଶ୍ୟକତା ଥିବା ଲୋକଙ୍କୁ ବସ୍ତ୍ର, ଧାର୍ମିକ ପୁସ୍ତକ ମଧ୍ୟ ଦାନ କରାଯାଇପାରିବ।
ଭଗବାନ ଶ୍ରୀ ବିଷ୍ଣୁଙ୍କ ସହିତ ସମ୍ବନ୍ଧିତ ବିଷ୍ଣୁ ସହସ୍ରନାମ, ବିଷ୍ଣୁ ପୁରାଣ କିମ୍ବା ଅନ୍ୟାନ୍ୟ ଧାର୍ମିକ ଗ୍ରନ୍ଥ ମଧ୍ୟ ନିଜ ଶ୍ରଦ୍ଧା ଅନୁସାରେ ବଣ୍ଟନ କରାଯାଇପାରିବ। ଅବିବାହିତ ଭକ୍ତମାନେ କଣ ପୁତ୍ରଦା ଏକାଦଶୀ ପାଳନ କରିପାରିବେ କି? ଆସନ୍ତୁ ଜାଣିବା ଭକ୍ତମାନେ। ହଁ, ନିଶ୍ଚିତ ଭାବେ ପୁତ୍ରଦା ଏକାଦଶୀକୁ ସାଧାରଣତଃ ସନ୍ତାନ ପ୍ରାପ୍ତିର ଇଚ୍ଛା ରଖୁଥିବା ଦମ୍ପତିଙ୍କ ସହିତ ଯୋଡି ଦେଖାଯାଏ, କିନ୍ତୁ ଅବିବାହିତ ଭକ୍ତମାନେ ମଧ୍ୟ ଏହି ବ୍ରତ ପାଳନ କରିପାରିବେ। ସେମାନେ ଭଗବାନ ଶ୍ରୀ ବିଷ୍ଣୁଙ୍କର କୃପା, ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ସମସ୍ତଙ୍କର ମଙ୍ଗଳ କାମନା କରି ଶ୍ରଦ୍ଧାର ସହିତ ଏକାଦଶୀ ପାଳନ କରିପାରିବେ। ରାଜା ମହିଜିତଙ୍କ ପୁତ୍ରଦା ଏକାଦଶୀ ବ୍ରତ କଥା। ଏହି ଏକାଦଶୀ ସହିତ ଜଡିତ କଥା ଅତ୍ୟନ୍ତ ସରଳ ଏବଂ ଏଥିରେ ବିଶେଷ ନାଟକୀୟତା ନଥିଲେ ମଧ୍ୟ ଏହି କଥା ପିଢି ପରେ ପିଢି ଆଜି ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ ହୋଇ ରହିଛି। ପ୍ରାଚୀନ କାଳରେ ମହିଷ୍ୟତି ନଗରରେ ରାଜା ମହିଜିତ ରାଜ୍ୟ ଶାସନ କରୁଥିଲେ। ସେ ଜଣେ ଅତ୍ୟନ୍ତ ନ୍ୟାୟପରାୟଣ ଏବଂ ପ୍ରଜାବତ୍ସଳ ରାଜା ଥିଲେ। ତାଙ୍କ ଶାସନରେ ପ୍ରଜାମାନେ ସୁଖ ଏବଂ ଶାନ୍ତିରେ ଜୀବନ ଯାପନ। ରାଜାଙ୍କ ବିରୁଦ୍ଧରେ କାହାରି କୌଣସି ଅଭିଯୋଗ, କିନ୍ତୁ ଏତେ ସୁଖୀ ଜୀବନ ଥିବା ସତ୍ତ୍ୱେ ରାଜା ଓ ତାଙ୍କ ରାଣୀ ବର୍ଷ ବର୍ଷ ପରେ ମଧ୍ୟ ସନ୍ତାନହୀନ ରହିଲେ। ଦିନକୁ ଦିନ ଏହି ଦୁଃଖ ରାଜାଙ୍କୁ ବ୍ୟତୀତ କରିବାକୁ ଲାଗିଲା। ଶେଷରେ ସେ ଅନେକ ଋଷିମୁନିଙ୍କୁ ଏକତ୍ରିତ କରି ତାଙ୍କ ସମ୍ମୁଖରେ ନିଜ ଦୁଃଖ ପ୍ରକାଶ କଲେ। ସେ ପଚାରିଲେ, ମୁଁ ନ୍ୟାୟପୂର୍ବକ ରାଜ୍ୟ ଶାସନ କରୁଥିବା ସତ୍ତ୍ୱେ ମତେ ସନ୍ତାନ ସୁଖରୁ କାହିଁକି ବଞ୍ଚିତ ହେବାକୁ ପଡୁଛି? ଋଷିମାନଙ୍କ ମଧ୍ୟରୁ ଜଣେ ମୁନିଙ୍କୁ ପୂର୍ବଜନ୍ମର ଘଟଣା ସମ୍ପର୍କରେ ଜାଣିବାର ଦିବ୍ୟ ଜ୍ଞାନ ଥିଲା। ସେ ଧ୍ୟାନ କରି ରାଜାଙ୍କ ପୂର୍ବଜନ୍ମର ରହସ୍ୟ ଜାଣିପାରିଲେ। ମୁନି କହିଥିଲେ ଯେ ପୂର୍ବଜନ୍ମର ରାଜା ମହିଜିତ ଜଣେ କୃଷକ ଥିଲେ। ଦିନେ ସେ ନିଜ କାମରେ ବ୍ୟସ୍ତ ଥିବା ସମୟରେ ଗୋଟିଏ ତୁଷାର୍ତ ଗାଈ ପାଣି ପିଇବା ପାଇଁ ତାଙ୍କ କୂଅ ନିକଟକୁ ଆସିଥିଲା, କିନ୍ତୁ ନିଜ କାମରେ ରାଜା ବ୍ୟସ୍ତ ଥିବାରୁ ସେ କୃଷକ ଗାଈଟିକୁ ପାଣି ପିଇବାକୁ ଦେଇନଥିଲେ। ସେ ଯେ ଗାଈ ପ୍ରତି କୌଣସି ନିଷ୍ଠୁରତା ଦେଖାଇଥିଲେ ତାହା ନୁହେଁ, ଏହା କେବଳ ଏକ ଅସାବଧାନତା ଥିଲା। କିନ୍ତୁ ସେଇ ଛୋଟ ଭୁଲ କର୍ମଫଳ ତାଙ୍କୁ ପରବର୍ତ୍ତୀ ଜନ୍ମରେ ମଧ୍ୟ ଅନୁସରଣ କରିଥିଲା। ଋଷିମାନେ ଏହାକୁ କୌଣସି ଅପରିବର୍ତ୍ତନୀୟ ଦଣ୍ଡ ଭାବରେ କହିନଥିଲେ। ସେମାନେ ରାଜାଙ୍କୁ ପୁତ୍ରଦା ଏକାଦଶୀ ବ୍ରତ ପାଳନ ବିଷୟରେ କହିଲେ ଏବଂ ଜଣାଇଲେ ଯେ ଶ୍ରଦ୍ଧା ଏବଂ ନିଷ୍ଠାର ସହିତ ବ୍ରତ ପାଳନ କଲେ ପୂର୍ବଜନ୍ମର ଏପରି ଭୁଲରୁ ମଧ୍ୟ ମୁକ୍ତି ମିଳିପାରିବ। ଋଷିମାନଙ୍କର ପରାମର୍ଶ ଅନୁସାରେ ରାଜା ମହିଜିତ ଏବଂ ତାଙ୍କ ରାଣୀ ଶ୍ରଦ୍ଧା ସହିତ ପୁତ୍ରଦା ଏକାଦଶୀକୁ ପାଳନ କଲେ। ସେମାନେ ବିଧିବିଧାନ ସହିତ ଉପବାସ କରି ଭଗବାନ ଶ୍ରୀ ବିଷ୍ଣୁଙ୍କୁ ପୂଜା କଲେ ଏବଂ ରାତି ସାରା ଭଗବାନଙ୍କ ସ୍ମରଣ ଏବଂ ଆରାଧନାରେ ସମୟ ବିତେଇଲେ। ପରଦିନ ନିର୍ଦ୍ଦିଷ୍ଟ ବିଧି ଅନୁସାରେ ବ୍ରତକୁ ପାଳନ କଲେ। କିଛି ସମୟ ପରେ ରାଣୀ ଗର୍ଭବତୀ ହେଲେ। ଶେଷରେ ସେମାନଙ୍କର ଏକ ଅତ୍ୟନ୍ତ ସୁନ୍ଦର ପୁତ୍ର ସନ୍ତାନ ଜନ୍ମ ନେଲା। ସେହି ପୁତ୍ର ବଡ ହୋଇ ଜଣେ ଜ୍ଞାନୀ, ଦକ୍ଷ ଏବଂ ଯୋଗ୍ୟ ରାଜକୁମାର ହେଲେ। ଏହା ଏକ ଧାର୍ମିକ ଏବଂ ଭକ୍ତିମୂଳକ କଥା। ଐତିହାସିକ ଘଟଣା ଭାବେ ଏହାକୁ ଦେଖାଯାଏ ନାହିଁ। ଏହି କଥାର ମୂଳ ବାର୍ତ୍ତା କେବଳ କର୍ମ ଓ ଫଳ ସମ୍ପର୍କ ନୁହେଁ, ବରଂ ଏହା ଆମକୁ ମନେ ପକେଇ ଦିଏ ଯେ ଛୋଟରୁ ଛୋଟ ଜୀବ ପ୍ରତି ଅସାବଧାନତାର ମଧ୍ୟ ମହତ୍ଵ ରହିଛି। ତେବେ ଆନ୍ତରିକ ଶ୍ରଦ୍ଧା, ଭକ୍ତି ଏବଂ ସଚ୍ଚୋଟ ପ୍ରୟାସ ଦ୍ୱାରା ଜୀବନରେ ଭଲ ପରିବର୍ତ୍ତନ ଆଣିବାର ଆଶା ସବୁବେଳେ ରହିଥାଏ। ସନ୍ତାନ ପ୍ରାପ୍ତି ଭଳି ବ୍ୟକ୍ତିଗତ ଇଚ୍ଛା ପାଇଁ ଏହି ବ୍ରତକୁ ଧାର୍ମିକ ଆସ୍ଥା ଓ ପରମ୍ପରା ଭାବରେ ଦେଖିବା ଉଚିତ। ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ ଏବଂ ସେୟାର କରନ୍ତୁ। ଜୟ ଜଗନ୍ନାଥ।